ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା କିଛି ଆଜିର ଅନୁଚିନ୍ତା, ତାପରେ ସୁନ୍ଦର ଟିପ୍ସ, ତାପରେ କିଛି ରାସ୍ତାର ଦୃଶ୍ୟ। ଆଖି ବୁଝେ ନାହିଁ ଲୁହର ବେଦନା, ଛାତି ବୁଝେ ନାହିଁ କୁହ। ମଣିଷ ବୁଝେନା ହୃଦୟର କଥା, ସଂସାର ବୁଝେନା ମୋହ। ଛାଇ ବୁଝେ ନାହିଁ ବୟସର ଦୁଃଖ, ମୃତ୍ୟୁ ବୁଝେ ନାହିଁ ସାଥୀ। ଜୀବନ ବୁଝେନା ସୁଖର ସଙ୍ଗୀତ, ମଣିଷ ବୁଝେନା ପ୍ରୀତି। ଟଙ୍କା ତ ଭିକ ମାଗିଲେ ମଧ୍ୟ ମିଳିଯିବ, କିନ୍ତୁ ଇଜ୍ଜତ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ବଗିଚାରେ ମାଲି ପ୍ରତିଦିନ ପାଣି ଦେଇଥାଏ, କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ। ଠିକ୍ ସେହିପରି ପ୍ରତିଦିନ ଭଲ କାମ କରି ଚାଲନ୍ତୁ, ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ। ଯେକୌଣସି ଶୁକ୍ଲପକ୍ଷ ଗୁରୁବାର ଦିନ ଶୁଭ ମୁହୂର୍ତ୍ତରେ ଏକ କଦଳୀ ବୃକ୍ଷ ନିକଟକୁ ଯାଇ ଗଛ ମୂଳରେ କିଛି କ୍ଷୀର, ଅରୁଆ ଚାଉଳ ଓ ହଳଦୀ ଗୁଣ୍ଡକୁ ଅର୍ପଣ କରି ଗଛ ମୂଳରୁ ଟିକେ ମାଟି ଚେର ଆଣିବେ। ଉଭୟ ଚେର ଓ ମାଟିକୁ ଏକ ମାଟି ପାତ୍ରରେ ରଖି ଠାକୁର ଥିବା କୋଠରୀରେ ରଖନ୍ତୁ ଓ ଏଥିରେ ସବୁଦିନ କିଛି ଚିନି ପ୍ରଦାନ କରନ୍ତୁ ଓ ଶୀଘ୍ର କରଜରୁ ମୁକ୍ତି ପାଇ ପ୍ରାର୍ଥନା କରନ୍ତୁ। ମାତ୍ର 3 ମାସ କି 4 ମାସ କରିକି ଦେଖନ୍ତୁ, କରଜ ନିଶ୍ଚିତ ଦୂର ହୋଇଯିବ। ଚିନ୍ତା ନୁହେଁ ଧ୍ୟାନ କରନ୍ତୁ, ପଶ୍ଚାତାପ ନୁହେଁ ସୁଧୁରି ଯାଆନ୍ତୁ। ଭାବନ୍ତୁ ନାହିଁ ଆରମ୍ଭ କରନ୍ତୁ, ଆଲସ୍ୟ ନୁହେଁ ପରିଶ୍ରମ କରନ୍ତୁ। ବିନାଶ ନୁହେଁ ନିର୍ମାଣ କରନ୍ତୁ, ଅପମାନ ନୁହେଁ ସମ୍ମାନ କରନ୍ତୁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ନିଜଠାରୁ ନିଜେ ହାରି ନାହାନ୍ତି, ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରିବ ନାହିଁ। ଦୁନିଆକୁ ମିଛ କହୁଥିବା ଲୋକ ସବୁବେଳେ ପସନ୍ଦ ଲାଗନ୍ତି। ତୁମେ ଯଦି ଟିକିଏ ସତ କଥା କହିବା ଆରମ୍ଭ କରିବ, ତାହେଲେ ନିଜ ଲୋକ ବି ଦୂରେଇ ଯିବେ। ଭଗବାନ ମଣିଷ ଗଢ଼ିଛନ୍ତି ଭଲ ପାଇବା ପାଇଁ, ଆଉ ଟଙ୍କା ଗଢ଼ିଛନ୍ତି ବ୍ୟବହାର କରିବା ପାଇଁ। କିନ୍ତୁ ଆଜିକାଲି ଲୋକମାନେ ଭଲ ପାଉଛନ୍ତି ଟଙ୍କାକୁ ଆଉ ବ୍ୟବହାର କରୁଛନ୍ତି ମଣିଷକୁ। ଯେତେବେଳେ କଷ୍ଟ ସହିବା ଅଭ୍ୟାସ ହୋଇଯାଏ, ସେତେବେଳେ ଲୁହ ଝରିବା ଆପେ ଆପେ ବନ୍ଦ ହୋଇଯାଏ। ଯଦି ଆପଣ ପନିପରିବାରେ ଲେମ୍ବୁ ବ୍ୟବହାର କରିବାକୁ ଚାହାନ୍ତି, ତେବେ ପନିପରିବା ସିଝିବା ପରେ ହିଁ ଲେମ୍ବୁ ମିଶାନ୍ତୁ, ନଚେତ୍ ଏଥିରେ ଭିଟାମିନ୍ ସି ନଷ୍ଟ ହୋଇଯାଏ। ଯେତେବେଳେ ଆପଣ ମାଛ କିମ୍ବା ପନିପରିବା ପ୍ରସ୍ତୁତ କରିବା ପାଇଁ ସୋରିଷ ପେଷ୍ଟ ତିଆରି କରୁଛନ୍ତି, ସେତେବେଳେ ଏଥିରେ କିଛି ଭିଜା ପୋସ୍ତା, ଲଙ୍କା ଏବଂ ଲୁଣ ମିଶାନ୍ତୁ। ଏହାର ପରିମାଣ ପିତାପଣ ହ୍ରାସ କରେ। ଯଦି ଆପଣ ପ୍ରତିଦିନ କ୍ଷୀରରେ ମାଖନା ଫୁଟାଇ ଖାଆନ୍ତି, ତେବେ ଏହା ବାତ, ଗୋଡ଼ି, ଆଣ୍ଠୁ ଏବଂ କଟି ଯନ୍ତ୍ରଣା ଦୂର କରେ, ହାଡ଼କୁ ମଜବୁତ କରେ ଏବଂ ରକ୍ତହୀନତା ଦୂର କରିଥାଏ। ରାତିରେ ମୁହଁରେ ନଡ଼ିଆ ତେଲରେ ଆଲୋଭେରା ଜେଲ୍ ଲଗାଇ ମିଶାଇ ଶୋଇଲେ ସକାଳେ ମୁହଁରେ ଗ୍ଲୋ ଆସିଥାଏ। ଗ୍ଲିସେରିନ୍, ମିଥାନେମିଟି, ଲେମ୍ବୁ ରସ ମିଶାଇ ମୁହଁରେ 20-15 ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଧୋଇଦେଇ ଦେଖିବେ ମୁହଁରେ ଗ୍ଲୋ ଆସିଯାଇଥିବ। ବେକରେ କଳାଦାଗ ପଡ଼ିଥିଲେ ବେସନରେ କଞ୍ଚା କ୍ଷୀର ମିଶାଇ ଲଗାଇଲେ ବେକରୁ କଳାଦାଗ ଦୂର ହୋଇଯାଇଥାଏ। ଏ ଦୁନିଆରେ ଭଲ ଲୋକଙ୍କୁ ଖୋଜିବା କିଛି ଆବଶ୍ୟକତା ନାହିଁ। ଯଦି ପାରୁଛ ନିଜକୁ ନିଜେ ଭଲ କରିଦେଲେ ଦେଖିବ ଦୁନିଆଟା ଭଲ ହୋଇଯିବ। ସେହିପରି ଈଶ୍ୱରଙ୍କ 2 ହାତ ଯୋଡ଼ିବା ଅପେକ୍ଷା ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ହାତ ବଢ଼ାଇଲେ ଈଶ୍ୱର ତୁମ ପାଇଁ ଶହ ଶହ ହାତ ବଢ଼ାଇ ଦେବେ। ଯେଉଁ ବାଟରେ ଗଲେ ଆପଣ ଏକା ହୋଇଯାଉଛନ୍ତି, ତେବେ ବୁଝିଯାଆନ୍ତୁ ଆପଣ ଠିକ୍ ବାଟରେ ଚାଲୁଛନ୍ତି। କାହିଁକି ନା ସତ୍ୟର ପଥରେ ଚାଲିଲେ କେହି ଆପଣଙ୍କ ସାଥିରେ ରହିବେ ନାହିଁ। କଥାରେ ଅଛି, ଆଲୋ ସଖୀ ଆପଣା ମହତ ଆପେ ରଖି। ଭୁଲ ଠିକ୍ ମଣିଷ ନିଜ ବିବେକକୁ ପଚାରିଲେ ଠିକ୍ ଉତ୍ତର ପାଇବ।
ନିଜ ଜବାବ ଅନୁସାରେ କାର୍ଯ୍ୟ ନ କଲେ ନିଜ ଜୀବନ ଉପରକୁ ବିପଦ ଆସିବା ନିଶ୍ଚିତ। ଅତ୍ୟଧିକ ଅର୍ଥ ଲାଲସା ମଣିଷକୁ ଅମଣିଷ କରିଦିଏ। ଭବିଷ୍ୟତରେ ଆହୁରି ବିପଦ ଆସିବାର ସମ୍ଭାବନା ରହିଥାଏ। ବରିଷ୍ଠ କଳାକାର ଭାବରେ ସତର୍କ କରିବା ଆମର କାମ। କିଏ ମାନନ୍ତୁ କିମ୍ବା ନ ମାନନ୍ତୁ, ଭବିଷ୍ୟତରେ ଯେତେବେଳେ ଭୟଙ୍କର ବିପଦ ପଡ଼ିବ, ସେତେବେଳକୁ ନେଗିଗୁଡ଼ କହୁଣୀକୁ ବୋହି ଯାଉଥିବ। ଯିଏ ଯେତେ ଛଳନା କରିପାରିବ ଏବଂ ମନରେ କପଟ ଥାଇ ଯିଏ ଯେତେ ଭଲ ହେବାର ଅଭିନୟ କରିପାରିବ, ସେହି ସେତେ ଅଧିକ ଭଲ ପାଇବା ଓ ପ୍ରଶଂସା ସାଉଁଟି ପାରିବ। ଯିଏ ସବୁବେଳେ ସତ କହିବ ଓ ଅନ୍ୟକୁ ସତ୍ମାର୍ଗରେ ଚାଲିବା ପାଇଁ ଉପଦେଶ ଦେବ ଏବଂ ହୃଦୟରେ ଭଲ ଚିନ୍ତା କରି ଉପରକୁ ରାଗୁଥିବ ଏବଂ ନିଜର ଭାବି ଭଲ କଥା କହୁଥିବ, ସେ ମଣିଷକୁ ଖାଲି ନିନ୍ଦା, ଅପମାନ ଏବଂ ଘୃଣା ମିଳିଥାଏ। ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ତୁମ ସହିତ ଯିଏ ବି ଖରାପ କରୁଛି, ତା ସହିତ ହିସାବ ନେବାକୁ ଭାବନ୍ତୁ ନାହିଁ। କାରଣ ହିସାବ ନେବା କାମ ତୁମର ନୁହେଁ। ତୁମର କାମ ଯାହା ଚାଲୁଛି ତାକୁ ଭୁଲି ଆଗକୁ ବଢ଼ିବା। ହିସାବ ନେବା ଲୋକ ଯେତେବେଳେ ନେବ, ତାଠାରୁ ସବୁ କିଛି ନେଇଯିବ। ଆଉ ତା ପାଇଁ ଉପରବାଲା ସବୁବେଳେ ବସିକି ଦେଖୁଛି କିଏ ସତ୍କର୍ମ କରୁଛି ଆଉ କିଏ ଖରାପ କର୍ମ କରୁଛି। ସେ ହିଁ ନିଶ୍ଚିତ ଦଣ୍ଡ ଦେବ। ସେଥିପାଇଁ ନିଶ୍ଚିତ ରୁହନ୍ତୁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ। ଥ୍ୟାଙ୍କସ୍ ଫର୍ ୱାଚିଂ।